ପାଖରେ ଇସ୍କନ ଭକ୍ତଙ୍କ ବିରୋଧ। ଇସ୍କନରୁ ଆସିଥିବା ଭକ୍ତମାନେ ଚପଲ ପିନ୍ଧି ଅନନ୍ତ ବାସୁଦେବ ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ଏହାକୁ ବିରୋଧ କରିଥିଲେ କିଛି ସେବାୟତ। ଇସ୍କନ ଅଦିନିଆ ରଥଯାତ୍ରା କରୁଥିବାରୁ ରାଜ୍ୟ ବାହାରୁ ଆସିଥିବା ଇସ୍କନ ଭକ୍ତଙ୍କୁ ବିରୋଧ କରିଛନ୍ତି ଅନନ୍ତ ବାସୁଦେବ ମନ୍ଦିର ସେବାୟତ। ଜଗନ୍ନାଥ ସଂସ୍କୃତିକୁ ଇସ୍କନ ନଷ୍ଟ କରୁଥିବାରୁ ଅନନ୍ତ ବାସୁଦେବ ମନ୍ଦିର ଭିତରକୁ ପ୍ରବେଶକୁ ବାରଣ କରି ବିରୋଧ କରାଯାଇଛି। ଗଜପତି ମହାରାଜଙ୍କ ବାକ୍ୟକୁ ଇସ୍କନ ଅମାନ୍ୟ କରୁଥିବାରୁ ଇସ୍କନକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଅନନ୍ତ ବାସୁଦେବ ମନ୍ଦିର ସେବାୟତ ଓ ଇସ୍କନ ଭକ୍ତଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଯୁକ୍ତି ତର୍କ ହୋଇଛି। ଅଜାଣତରେ ଚପଲ ପିନ୍ଧି ଇସ୍କନ ଭକ୍ତମାନେ ମନ୍ଦିର ଭିତରକୁ ଚାଲିଯାଇଥିବା କହିଛନ୍ତି। ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଇସ୍କନ ଭକ୍ତ। ଇସ୍କନ ସଂସ୍ଥାର ଭୁଲ କ'ଣ? ଇସ୍କନ ସଂସ୍ଥାର ପ୍ରଥମ ଭୁଲ ହେଉଛି ସେମାନେ ବିଦେଶୀମାନଙ୍କୁ ଉପନୟନ ପ୍ରଦାନ କରିବା ଏବଂ ଗାୟତ୍ରୀ ପ୍ରଦାନ କରିବା, ଯାହା ସନାତନ ଧର୍ମର ବିରୋଧୀ। ସନାତନ ଧର୍ମରେ ବିଦେଶୀମାନଙ୍କୁ ମ୍ଲେଚ୍ଛ ବୋଲି କୁହାଯାଇଛି। ମନୁସ୍ମୃତି ଅନୁସାରେ ଭାରତ ବାହାରେ ଯେଉଁ ଦେଶ ରହିଲେ ସେସବୁ ମ୍ଲେଚ୍ଛ ଦେଶ ଏବଂ ବିଦେଶୀମାନେ ମ୍ଲେଚ୍ଛ। ମ୍ଲେଚ୍ଛମାନଙ୍କୁ କେବଳ ନାମ ଜପ ଏବଂ କୀର୍ତ୍ତନର ଅଧିକାର ରହିଛି। ଆମେ ତାଙ୍କୁ କୀର୍ତ୍ତନ କରିବା ପାଇଁ ଦେଇପାରିବା, ନାମ ଜପ କରିବା ପାଇଁ ଦେଇପାରିବା, କିନ୍ତୁ ଆମେ ତାଙ୍କୁ ଉପନୟନ କେବେ ବି ଦେବା ନାହିଁ। ଆମେ ସେମାନଙ୍କୁ ଗାୟତ୍ରୀ ଦେବା ନାହିଁ, ସେମାନଙ୍କର ଅଧିକାର ନାହିଁ। ଭାରତରେ ଜନ୍ମ ହୋଇଥିବା 4 ବର୍ଣ୍ଣର ବ୍ୟକ୍ତିଙ୍କର ମଧ୍ୟ ସେ ଅଧିକାର ନାହିଁ। କେଉଁ ବର୍ଣ୍ଣରେ ଉପନୟନ ସଂସ୍କାର କରାଯିବ, କେଉଁ ବ୍ୟକ୍ତିଙ୍କୁ ଗାୟତ୍ରୀ ପ୍ରଦାନ କରାଯିବ, ଏ ସମସ୍ତ ନିୟମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଇସ୍କନ ଶାସ୍ତ୍ରକୁ ମାନୁଛନ୍ତି ତାହେଲେ ଏ ନିୟମକୁ କାହିଁକି ମାନୁନାହାନ୍ତି? ଇସ୍କନ ସଂସ୍ଥାର ଦ୍ୱିତୀୟ ଭୁଲ, ବିଦେଶୀ ଗୁରୁ। ବିଦେଶୀ ମାନେ ସନାତନୀ ମାନଙ୍କର ଗୁରୁ। ଏ କଥାଟି ଶୁଣିଲା ବେଳକୁ କେବେ କୌଣସି ଜ୍ଞାନୀ ବ୍ୟକ୍ତି ଆକୁ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ମାନେ ସନାତନ ଧର୍ମର ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି ସେ ଶିକ୍ଷା ତାଙ୍କୁ ଦେଲା କିଏ? ତାଙ୍କୁ ଜଣେ ସନାତନୀ, ଜଣେ ଭାରତୀୟ ଦେଇଛନ୍ତି। ଆମଠାରୁ ଶିକ୍ଷା ଗ୍ରହଣ କରି ଆମ ଗୁରୁମାନଙ୍କ ଆସନରେ ବସିବା ସବୁଠାରୁ ବଡ଼ ଭୁଲ। ଏକଥା କୌଣସି ବ୍ୟକ୍ତିଙ୍କ କଥା ନୁହେଁ, ଏହା ଶାସ୍ତ୍ର ଅନୁମୋଦିତ। ଆମେ ମନୁସ୍ମୃତି ଅନୁସାରେ ଯଦି ଦେଖିବା, ବିଦେଶୀ ମାନେ ମ୍ଲେଚ୍ଛ। ବିଦେଶ ହେଉଛି ମ୍ଲେଚ୍ଛ ଦେଶ। ମ୍ଲେଚ୍ଛ ଦେଶରୁ ଆସିଥିବା ଜଣେ ମ୍ଲେଚ୍ଛ କିପରି ଭାବରେ ସନାତନୀ ମାନଙ୍କର ଗୁରୁ ହେଇପାରିବ? ସନାତନ ଧର୍ମରେ କ'ଣ କୌଣସି ଯୋଗ୍ୟ ଗୁରୁ ନାହାନ୍ତି? ଆମର ଭାରତ ଭୂଖଣ୍ଡରେ ଯେତେ ସାଧୁ ସନ୍ଥ ସନ୍ନ୍ୟାସୀ ରହିଛନ୍ତି ସେମାନଙ୍କର ସବୁ ତ୍ୟାଗ ବଳିଦାନ ସେ ସବୁ କ'ଣ ବ୍ୟର୍ଥ ଗଲା? କୌଣସି ଗୋଟିଏ ବି ଯୋଗ୍ୟ ଗୁରୁ ନାହାନ୍ତି। ତାଙ୍କୁ ସମସ୍ତଙ୍କୁ ଛାଡ଼ିକି ଆଜି ସନାତନୀ ମାନେ ବିଦେଶୀ ମ୍ଲେଚ୍ଛ ମାନଙ୍କୁ ନିଜର ଗୁରୁ ଭାବରେ ବାଛିଛନ୍ତି। ଇସ୍କନର ତୃତୀୟ ଭୁଲ, ଭାରତୀୟ ମାନଙ୍କୁ ଧୋକା ଦେବା। ଇସ୍କନ ସଂସ୍ଥାରେ କେହି ଗୁରୁ ନାହାନ୍ତି। ବିନା ଗୁରୁରେ କେବେ ବି କେହି ଦୀକ୍ଷା ଗ୍ରହଣ କରନ୍ତି ନାହିଁ। କିନ୍ତୁ ଇସ୍କନ ସଂସ୍ଥା ଯେଉଁ ଭାରତୀୟ ମାନେ ତାଙ୍କ ସଂସ୍ଥାରେ ଯୋଗ ଦେଉଛନ୍ତି ସେମାନଙ୍କୁ ଭୁଆଁ ବୁଲାଉଛନ୍ତି। ଇସ୍କନ ସଂସ୍ଥା ବର୍ତ୍ତମାନ 2 ଭାଗରେ ବିଭକ୍ତ। ତାଙ୍କ ଭିତରେ ଝଗଡ଼ା ହେଇଛି ଋତ୍ୱିକ ଆଉ ତାଙ୍କର ଗୁରୁ। ଋତ୍ୱିକ ସିଷ୍ଟମ ଆଉ ଗୁରୁ ସିଷ୍ଟମ ଭିତରେ ଝଗଡ଼ା। ତ 2 ଭାଗ ହେଇଯାଇଛନ୍ତି। କିଛି ଲୋକ ଋତ୍ୱିକ ସିଷ୍ଟମକୁ ସପୋର୍ଟ କରୁଛନ୍ତି, କିଛି ଲୋକ ଗୁରୁ ସିଷ୍ଟମକୁ ସପୋର୍ଟ କରୁଛନ୍ତି। କିଛି ଲୋକ କହିବା କଥା କି ତାଙ୍କର ଯେ ଗୁରୁ ଶିଲା ପ୍ରଭୁପାଦ ସିଏ କିଛି ଋତ୍ୱିକ ମାନଙ୍କୁ ଦୀକ୍ଷା, ମାନେ ଋତିକ ଯୋଉ କୁହନ୍ତି ଋତିକ ମାନଙ୍କୁ ଦୀକ୍ଷା ଦେଇଥିଲେ। କିଛି ଲୋକ କହିବା କଥା କି ନାଇଁ ସିଏ ଗୁରୁ ବୋଲି କହିଥିଲେ କି ଇଏ ମାନେ ତାଙ୍କର ଯିବା ପରେ ତାଙ୍କ ଦେହାନ୍ତ ପରେ ଏ ଲୋକ ଗୁରୁ ହେବ। ତ ଏଇ ଯୋଉ ଝାମେଲା ଅଛି, ଏଇ ଝାମେଲା ଭିତରେ ବର୍ତ୍ତମାନ ଲୋକମାନେ ବଳି ପଡି ଯାଇଛନ୍ତି। ଲୋକମାନେ ଜାଣିପାରୁନାହାନ୍ତି କି ସେ ସଂସ୍ଥାରେ ଗୁରୁ ଅଛନ୍ତି କି ନାହିଁ। ଖାଲି ନିଜ ମନକୁ ମିଛ ବିଶ୍ୱାସ ଦେଇକି ସେ ସଂସ୍ଥାରେ କେବଳ ପଡି ରହିଛନ୍ତି। ଏକଥା ଆମେ ମନକୁ କହୁନୁ, ଏକଥା ଇସ୍କନ ଲୋକ ନିଜେ ହିଁ କହିଛନ୍ତି, ସୋସିଆଲ ମିଡିଆରେ କହିଛନ୍ତି, ପ୍ରମାଣ ବି ରହିଛି, ଭିଡିଓ ସବୁ ରହିଛି ତାଙ୍କର। ତାଙ୍କର 2 ଗୋଷ୍ଠୀ ଭିତରେ ଯେତେବେଳେ ଝଗଡ଼ା ହେଲା ସେମାନେ ନିଜେ ନିଜର ସତ ସବୁ ନିଜ ମୁହଁରେ କହି ପକେଇଲେ କି ତାଙ୍କର କେହି ଗୁରୁ ନାହାନ୍ତି। ତାଙ୍କର ଯିଏ ଶିଲା ପ୍ରଭୁପାଦ ତାଙ୍କ ଗୁରୁ, ସିଏ ତାଙ୍କର ଦେହାନ୍ତ ପୂର୍ବରୁ କାହାକୁ ବି ଗୁରୁ ବା ଶିଷ୍ୟ ଭାବେ ଗ୍ରହଣ କରିନଥିଲେ ବା ଗୁରୁ ହେବା ପାଇଁ ଅନୁମତି ଦେଇନଥିଲେ। ସନାତନ ଧର୍ମରେ ଯୁଗ ଯୁଗ ଧରି ଗୁରୁ ପରମ୍ପରା ରହିଛି। ଭାରତୀୟ ମାନେ ନିଜର ଯୋଗ୍ୟ ଗୁରୁମାନଙ୍କୁ ତ୍ୟାଗ କରି ଏଇ ସଂସ୍ଥା ଅଧୀନରେ ନାମ ଜପ କରୁଛନ୍ତି। ଗୋଟିଏ ସଂସ୍ଥା ତାଙ୍କୁ କହିଦଉଛି ଏଇ ନାମ ଜପ କର, ଯାହାକି ସମ୍ପୂର୍ଣ୍ଣ ଭାବରେ ଭୁଲ ଜିନିଷ, ଅଶାସ୍ତ୍ରୀୟ ଜିନିଷ। ସେଇ କାର୍ଯ୍ୟକୁ ସେ କରୁଛନ୍ତି କେବଳ ଏ ସଂସ୍ଥାର କଥାକୁ ମାନିକି। ସେଠି କୌଣସି ଗୁରୁ ନାହାନ୍ତି। ବିନା ଗୁରୁରେ ଶିଷ୍ୟ ବା କେଉଁଠୁ ଆସିବେ? ଯଦି ଇସ୍କନରେ ଗୁରୁ ନାହାନ୍ତି ତାହେଲେ ଲୋକମାନେ ସେଠିକୁ ଯାଉଛନ୍ତି କ'ଣ ପାଇଁ? କେବଳ ଅଜ୍ଞାନତା ପାଇଁ। ଯେଉଁମାନେ ଜାଣନ୍ତି ସେମାନେ ଯିବେନି। ଇସ୍କନ ଅଦିନିଆ ରଥଯାତ୍ରା କରୁଛି, ସେଥିପାଇଁ ଓଡ଼ିଶାରେ ଇସ୍କନକୁ ବ୍ୟାନ୍ କରାଯାଇଛି। କାହିଁକି ଇସ୍କନ ଅଦିନିଆ ରଥଯାତ୍ରା କରୁଛି? ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ
କାହିଁକି ରଥଯାତ୍ରା କରାଯାଉ ନାହିଁ? ଯେଉଁ ତିଥିରେ ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭୁବନ ବିଦିତ ରଥଯାତ୍ରା କରାଯାଏ, ସେଦିନ ବିଦେଶୀ ମାନଙ୍କର ବିଦେଶୀ ସରକାର ଅନୁମତି ଦେବେ ନାହିଁ। ସେଦିନ ବିଦେଶରେ ବରଫ ପଡୁଥିବ। ଆହୁରି ବହୁତ କିଛି ଅସୁବିଧା, ବହୁତ କିଛି ସମସ୍ୟା କଥା କହିଛି ଇସ୍କନ। ଇସ୍କନକୁ ଆମର କହିବା କଥା, ଯଦି ଏତେ ଅସୁବିଧା ଅଛି ତାହେଲେ ରଥଯାତ୍ରା ନ କରନ୍ତୁ। ରଥଯାତ୍ରା ଯଦି ବିଦେଶରେ କରିବାର ଥାନ୍ତା ମହାପ୍ରଭୁଙ୍କର, ମହାପ୍ରଭୁ ବିଦେଶରେ ବିରାଜମାନ କରିଥାନ୍ତେ। ମହାପ୍ରଭୁ ଏଇ ଭାରତ ଭୂଖଣ୍ଡକୁ ଆସିନଥାନ୍ତେ। ମହାପ୍ରଭୁଙ୍କୁ ଏ ଭାରତ ଭୂଖଣ୍ଡ ପ୍ରିୟ। ସେଇଥିପାଇଁ ତ ଇଏ ଯଜ୍ଞ ଭୂମି ଭାରତ ଭୂମି। ଏଠି ସନାତନ ଧର୍ମ ରହିଛି। ଏଇ ମାଟି, ଏଇ ପାଣି, ପବନ, ପାହାଡ଼, ବୃକ୍ଷଲତା ସବୁ ପବିତ୍ର, ସବୁ ଈଶ୍ୱରମୟ। ଆପଣଙ୍କ ସରକାର ଅନୁମତି ଦେଉନାହାନ୍ତି। ଆମର କିନ୍ତୁ ଓଡ଼ିଶାରେ କଣ ହେଉଛି? ମହାପ୍ରଭୁଙ୍କ ପାଇଁ ସରକାର ବଦଳି ଯାଉଛି। ଯିଏ ମହାପ୍ରଭୁଙ୍କ ବିରୁଦ୍ଧରେ ଯିବ, ଲୋକ ସେ ସରକାରକୁ ବଦଳେଇ ଦେଉଛନ୍ତି। ମହାପ୍ରଭୁଙ୍କ ପାଇଁ ଏଠି ସବୁ ଅଟକିବ। ସିଏ ଯେତେ ବଡ଼ ଧନୀ ଲୋକ ହେଉ, ଯେତେ ବଡ଼ ବାତ୍ୟା ହେଉ, ବନ୍ୟା ହେଉ, ଯାହା ବି ହେଉ, ପ୍ରାକୃତିକ ଦୁର୍ବିପାକ ବି ମହାପ୍ରଭୁଙ୍କ ପାଖରେ ମୁଣ୍ଡ ନୁଆଇଛି। ଏଠି ଆପଣଙ୍କର ଗର୍ବ ଚଳିବ ନାହିଁ। ଆପଣ ଯୋଉ କହୁଛନ୍ତି ନା ଆମେ ପ୍ରଚାର କରୁଛୁ, ମହାପ୍ରଭୁ ଆପଣଙ୍କୁ ଅନୁରୋଧ କରିଥିଲେ ଆମର ଟିକେ ପ୍ରଚାର କରିଦିଅନ୍ତୁ। ସେମିତି ଅନୁରୋଧ ତ କରିନଥିଲେ। ଆପଣ କାହିଁ କରୁଛନ୍ତି? ଆପଣ ପ୍ରଚାର କଲେ ଆମର ଲାଭ କଣ ହେଉଛି କହିଲେ? ଆମର ଯୋଉ ଗୁପ୍ତ ନୀତି ତାକୁ ସବୁ ବିଦେଶୀ ମାନଙ୍କୁ ନେଇକି ଦେଇ ଦେଉଛନ୍ତି। ଆପଣ ନିଜ ଘରର ଝିଅ ବୋହୂଙ୍କୁ ବିକ୍ରି କରି ସେଥିରୁ ପଇସା ଆଣି ଯଦି ଧନୀ ହେବେ, ଆପଣ ଖୁସି ହେବେ? ଆମେ ତ ଖୁସି ହେବୁନୁ। ଆମର ସଂସ୍କୃତି, ପରମ୍ପରା, ଆମ ଘରର ଇଜ୍ଜତ, ଆମର ସବୁ କିଛି ଆମ ମହାପ୍ରଭୁ। ଆମର ଝିଅ ବୋହୂ, ଆମ ଘରର ଯେମିତି କୁଳବଧୂ ମାନେ ବହୁତ ଆମର ଇଜ୍ଜତ ବୋଲି ଆମେ ତାଙ୍କୁ ଭାବୁ। ଆମେ ତାଙ୍କୁ ବହୁତ ଗୁପ୍ତରେ ରଖିଥାଉ। ସେମିତି ମହାପ୍ରଭୁ ଆମର ଗୁପ୍ତ। ମହାପ୍ରଭୁଙ୍କୁ ପାଇବା ପାଇଁ ହେଲେ ସେତିକି ତ୍ୟାଗ କରିବାକୁ ପଡିବ। ଜଣେ ଅହଙ୍କାରୀ ବ୍ୟକ୍ତି ହୁଅନ୍ତୁ ବା ସଂସ୍ଥା ହୁଅନ୍ତୁ, ସିଏ କେବେ ବି ମହାପ୍ରଭୁଙ୍କୁ ପାଇପାରିବେ ନାହିଁ। ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି। ଇସ୍କନ କହୁଛି ମୁଁ ପ୍ରଚାର କରିଛି, ମୁଁ ଦେଶ ବିଦେଶରେ ମହାପ୍ରଭୁଙ୍କୁ ନେଇକି ପହଞ୍ଚେଇଛି। ମହାପ୍ରଭୁଙ୍କୁ ଆଗରୁ କେହି ଚିହ୍ନି ନଥିଲେ, ଜାଣି ନଥିଲେ। ନ ଚିହ୍ନନ୍ତୁ, ଆମ ମହାପ୍ରଭୁ ଆମର, ଆମ ଓଡ଼ିଆ ମାନଙ୍କର। ଆପଣଙ୍କୁ କିଏ କହିଛି ନେଇ ପ୍ରଚାର କରିବା ପାଇଁ, ଶାସ୍ତ୍ରର ଉଲ୍ଲଂଘନ କରିବା ପାଇଁ? ଓହରି ଯାଆନ୍ତୁ ଏଥିରୁ। ଯେଉଁମାନେ କହୁଛନ୍ତି ବିଦେଶରେ ରଥଯାତ୍ରା ମହାପ୍ରଭୁଙ୍କର ଇଚ୍ଛା, ସେମାନେ ଭୁଲ କହୁଛନ୍ତି। ମହାପ୍ରଭୁଙ୍କର ଇଚ୍ଛା ପୁରୀରେ ରଥଯାତ୍ରା ହେବ। ସେଇଥିପାଇଁ ମହାପ୍ରଭୁ ଭାରତ ଭୂଖଣ୍ଡକୁ ବାଛିଛନ୍ତି, ପୁରୀକୁ ବାଛିଛନ୍ତି, ପୁରୁଷୋତ୍ତମ କ୍ଷେତ୍ରକୁ ବାଛିଛନ୍ତି ଏବଂ ସନାତନୀ ମାନଙ୍କୁ ବାଛିଛନ୍ତି। ଇସ୍କନ ସଂସ୍ଥାକୁ ଯେଉଁଦିନ ସୁବିଧା ସିଏ ସେଇଦିନ ସ୍ନାନ ଯାତ୍ରା କରିବ, ଯେଉଁଦିନ ସୁବିଧା ସିଏ ସେଇଦିନ ରଥଯାତ୍ରା କରିବ। ଏ କଥାକୁ ଯେଉଁ ଓଡ଼ିଆ ମାନେ ସପୋର୍ଟ କରୁଛନ୍ତି, ସେ ଓଡ଼ିଆ ମାନଙ୍କୁ ପଦେ, ଯେଉଁ ଈଶ୍ୱର ବିଶ୍ୱାସୀ ଓଡ଼ିଆ ମାନେ ଅଦିନିଆ ରଥଯାତ୍ରା ଏବଂ ସ୍ନାନ ଯାତ୍ରାକୁ ସପୋର୍ଟ କରୁଛନ୍ତି, ସେମାନଙ୍କୁ ଆମର ପ୍ରଶ୍ନ, ଆପଣ ଆଉ କେଉଁ ସବୁ ପର୍ବ ଅଦିନରେ ଅତିଥିରେ ପାଳନ କରନ୍ତି? ଆପଣଙ୍କ ପିଲାମାନଙ୍କର ଜନ୍ମଦିନ, ଆପଣଙ୍କର ବାପା ମାଙ୍କର ଶ୍ରାଦ୍ଧ, ଆପଣଙ୍କର ନିଜର ବିବାହ ବାର୍ଷିକୀ, ଏସବୁ ଆପଣ ଅତିଥିରେ, ଅଦିନରେ, ଯେଉଁ ତାରିଖରେ ପିଲା ଜନ୍ମ ନ ହେଇଛି ସେଇ ସବୁ ତାରିଖରେ ବା ସେଇ ସବୁ ତିଥିରେ ପାଳନ କରନ୍ତି କି? ଭାଦ୍ରବ ମାସରେ କାହିଁକି ଆପଣ ଖୁଦୁରୁକୁଣୀ ଓଷା ପାଳନ କରୁଛନ୍ତି, ଜନ୍ମାଷ୍ଟମୀ ପାଳନ କରୁଛନ୍ତି? ବର୍ଷା ହେଉଛି, ଫୁଲ ତ ମିଳୁନି। ଶୀତ ଦିନେ ଭଲ ଫୁଲ ମିଳିବ। ତାହେଲେ ଆମେ କଣ ଶୀତ ଦିନେ ଖୁଦୁରୁକୁଣୀ ପାଳନ କରିବା ନା ଜନ୍ମାଷ୍ଟମୀ ପାଳନ କରିବା? ଈଶ୍ୱରଙ୍କୁ ବିଶ୍ୱାସ କରୁନଥିବା ହେତୁବାଦୀ ଓଡ଼ିଆ ଯେଉଁମାନେ ଇସ୍କନର ଅଦିନିଆ ରଥଯାତ୍ରା ଏବଂ ସ୍ନାନ ଯାତ୍ରାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଆମର ପ୍ରଶ୍ନ, ଆପଣ ଯେଉଁ ସବୁ ଡେ ପାଳନ କରନ୍ତି, ଫାଦର୍ସ ଡେ, ମଦର୍ସ ଡେ, ଫ୍ରେଣ୍ଡସିପ୍ ଡେ, ଭ୍ୟାଲେଣ୍ଟାଇନ ଡେ, ଭ୍ୟାଲେଣ୍ଟାଇନ ୱିକ୍, ଯୋଉ ଯୋଉ ଦିନରେ ସବୁ ପାଳନ କରାଯାଏ, ସେ ସବୁ ତାରିଖ ଅନୁସାରେ କରାଯାଏ ନା? ସେଇ ତାରିଖ ନହେଲେ ତା ପୂର୍ବରୁ ଆପଣ ଭ୍ୟାଲେଣ୍ଟାଇନ ଡେ ପାଳନ କରନ୍ତି ନା? କେବେ ଫାଦର୍ସ ଡେ, ମଦର୍ସ ଡେ, ବ୍ରଦର୍ସ ଡେ, ସିଷ୍ଟର୍ସ ଡେ ସବୁ ପାଳନ କରନ୍ତିନି ନା? ତାହେଲେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଯେଉଁ କ୍ଷେତ୍ରରୁ ଆରମ୍ଭ, ସେ କ୍ଷେତ୍ରରେ ଯେଉଁ ଦିନରେ ପାଳନ କରାଯାଉଛି, ସେ ଦିନରେ ସମସ୍ତେ କାହିଁକି ପାଳନ କରିବେ ନାହିଁ? ବିଦେଶୀ ମାନଙ୍କର କହିବା କଥା, ତାଙ୍କୁ ସଟରଡେ ସଣ୍ଡେ କେବଳ ଛୁଟି ମିଳେ, ଶନିବାର ରବିବାର କେବଳ ତାଙ୍କର ଛୁଟି। ଯଦି ସଟରଡେ ସଣ୍ଡେ କେବଳ ଛୁଟି ମିଳେ, ତାହେଲେ କଣ ଆମେ ଶାସ୍ତ୍ରକୁ ବଦଳେଇ ଦେବା? ଆପଣଙ୍କ ଇଚ୍ଛା ଅନୁସାରେ କଣ ଈଶ୍ୱର ଚାଲିବେ? ଆମେ କଣ ସ୍କନ୍ଦ ପୁରାଣକୁ ଅପମାନିତ କରିବା? ଈଶ୍ୱର ଅଛନ୍ତି ବୋଲି ଆପଣଙ୍କୁ କହିଲା କିଏ? ଏଇ ଶାସ୍ତ୍ର ତ କହିଲେ ନା। ଶାସ୍ତ୍ରରୁ ହିଁ ଆପଣ ଜାଣିଲେ କି ଈଶ୍ୱର ଅଛନ୍ତି ବୋଲି। ତାହେଲେ ସେଇ ଶାସ୍ତ୍ରକୁ ଆଜି ଆପଣ କେମିତି ଅବମାନନା କରିବେ?
ଆପଣ ନିଜ ଇଚ୍ଛା ଅନୁସାରେ ନିଜ ସୁବିଧା ଅନୁସାରେ ଈଶ୍ୱରଙ୍କୁ ଚଲେଇବେ ନା ଈଶ୍ୱରଙ୍କ କଥାରେ ଆପଣ ଚାଲିବେ? ଯଦି ସମୟ ନାହିଁ ତାହେଲେ ରଥଯାତ୍ରା ନ କରନ୍ତୁ। ଏମିତି କଣ ସବୁ ପର୍ବପର୍ବାଣୀ ସବୁ ରାଜ୍ୟର ସମସ୍ତେ ପାଳନ କରୁଛନ୍ତି? ସବୁ ରାଜ୍ୟର ପର୍ବପର୍ବାଣୀ ତାଙ୍କ ରାଜ୍ୟର ଲୋକମାନେ ପାଳନ କରୁଛନ୍ତି, କାରଣ ତାଙ୍କର ସମୟ ସେଇ ଅନୁସାରେ ନିର୍ଦ୍ଧାରିତ କରିଛନ୍ତି। ତାଙ୍କୁ କେହି ଛୁଟି ଦିଅନ୍ତୁ ବା ନ ଦିଅନ୍ତୁ, ସିଏ ନିଜ ଜୀବନକୁ ଛୁଟି କରିଦେଇକି ଆସିକି ମହାପ୍ରଭୁଙ୍କ ପାଖରେ ହାଜର। ଆମର ଓଡିଆ ଲୋକମାନେ ଚାଲି ଚାଲି କେତେ କିଲୋମିଟର ଲମ୍ବା ରାସ୍ତା ଚାଲି ଚାଲି ଯାଇକି ରଥଯାତ୍ରାରେ ପହଞ୍ଚୁଛନ୍ତି। ଆର ବର୍ଷ କଥା ଭୁଲିଗଲେଣି? ରଥ ଅଟକିକି ରହିଥିଲା। ବହୁତ କିଛି ଅଛି ଯାହାକୁ ଆପଣଙ୍କୁ ବୁଝିବାକୁ ପଡିବ। ଏମିତି ନିଜର ସୁବିଧା ଅନୁସାରେ ଈଶ୍ୱରଙ୍କୁ ବଦଳାନ୍ତୁ ନାହିଁ, ଈଶ୍ୱରଙ୍କ ଇଚ୍ଛାକୁ ବଦଳାନ୍ତୁ ନାହିଁ। ବହୁତ ଭୟଙ୍କର ପରିସ୍ଥିତି ହେବ। ଆପଣ ଭୋଗିବେ, ଆପଣଙ୍କ ସହିତ ଅନ୍ୟମାନେ ବି ଭୋଗିବେ।